ଆମେ ଗ୍ରହଚଳନ କରିଥିଲେ ପୂର୍ବ ପିରିୟଡ଼ରେ ସିଂହ ରାଶି ଉପରେ ଆଲୋଚନା କରିଥିଲେ ଏବଂ ସେଠି ସୂର୍ଯ୍ୟଙ୍କ ବିଷୟରେ କୁହାଯାଇଥିଲା। କାରଣ ସିଂହ ରାଶିର ମାଲିକ ହେଲେ ସୂର୍ଯ୍ୟ ରବି। ଯଦି ସୂର୍ଯ୍ୟ ସନ୍ତୁଷ୍ଟ ସିଂହ ରାଶି କେବେ କଷ୍ଟ ପାଇବନି। ସେହିଭଳି ଆଜି ଆମେ କହିବା କନ୍ୟା ରାଶି ଉପରେ। ସିଂହ ଉପରେ କନ୍ୟା। କନ୍ୟା ରାଶିର ମାଲିକ ହେଲେ ବୁଧ। ବୁଧଙ୍କୁ ସନ୍ତୁଷ୍ଟ କରିବାକୁ ପଡ଼ିବ। ବୁଧ ଯଦି ଖୁସି, ରାଶ୍ୟାଧିପତି ଯଦି ଖୁସି, ତାହେଲେ ବ୍ୟକ୍ତିକୁ କଷ୍ଟ ହେବନି। ସିଂହରେ କିଏ ଗଲେ? ନକ୍ଷତ୍ର 10, 11, 12 ମଘା, ପୂର୍ବ ଫାଲ୍ଗୁନି, ଉତ୍ତର ଫାଲ୍ଗୁନି ସିଂହରେ ଗଲେ। ଆଉ କନ୍ୟା କିଏ ଆଇଲେ? 14, 13, 12 ଉତ୍ତର ଫାଲ୍ଗୁନି, ହସ୍ତା ଆଉ ଚିତ୍ରା। ये नक्षत्र त्रय कन्या राशि। कन्या राशि मालिक बुध जदि कन्यारे अच्छी ताहले उच्चर अच्छी निश्चित भाव में सहयोग कर। जातक जदि कन्या राशि मालिक बुध ठीक विपरीत घरे माने मीनर अच्छी नीचर अच्छी ताहले जो व्यक्तिर कन्या राशि नीचे बुध अच्छी से ता जीवन को कलंकित कर। एणु मूल कहुई व्यक्ति जो दशा बा अंतर्दशा गति कर जातक से दशा अंतर्दशार फल ही कंट्रोल करे। आम से आलोचना करते गोटे सफा कागज आम जातक को लिखा माने कोष्ठी चक्र लिखा मझे जो संख्या अच्छी संख्यार ऊपर घर हूँ मेष घर, तल घर हूँ तुला घर, तुला पूर्वटा हूँ कन्या, तुला पर हूँ बिछा, मेषर पूर्व हूँ वृष, तापर हूँ मीन। तेणु यही क्रम आम गति करवा। यो कन्या राशि कुफल केते सुफल केते पूर्व में आलोचना करते कि नहीं मन पड़ुनी जे सिंह राशि माने सबुज, बैगणी, कला यही रंग को वर्जन करेंगे। ये रंगर वस्त्र केवे भी व्यवहार करेंगे। हाँ, व्यवहार केतले करेंगे जो सी लाट्रिन सफा करेंगे, गुहाल सफा करेंगे, झाड़ा जीवे घसी ताड़े से समय ये कला रंग पिंधि पारे। नहले अन्य बेले ये बैगणी, कला, सबुज एभली कला रंग थिबा कौन से वस्त्र परिधान करेंगे। से भली कन्या राशि माने ए रंग परिधान करेंगे। राशिचक्र में आलोचना कराई जे असुर राशि 5टा बाकी 4टा हेले देवराशि। 5टी किए किए? शनि, राहु, केतु, शुक्र और बुध। बुध सब घृणा कर देवराशि मान। बुधर परम शत्रु हूँ मंगल। बुध घृणा करे चंद्र को आ शत्रुता आचरण करे मंगल सहित। मंगल घर किए है बिछा आ मेष। चंद्र घर किए है ना कर्कट। तेणु बुध कर्कट राशि, मेष राशि और बिछा राशि मान को घृणा करे। आंक सह संपर्क स्थापन करने कन्या राशि लोक मान विनम्र, भद्र, नम्र, उदार पड़ो। ता ना बिछा राशि, मेष राशि और कर्कट राशि लोक शत्रुता बढ़। आम आलोचना करवा कन्या राशि को खराब ग्रह खराब अच्छा। एवं कन्या राशि अच्छा केतु। तो जन्म केतु शारीरिक समस्या बढ़ी तार सप्तम अच्छा राहु। तेणु जमी शनि सप्ताह राहु सप्ताह पड़ी। राहु आ केतुर कबल कन्या राशि। मुख्यतः कन्या राशि केतु आ राहु शारीरिक जंत्रणा प्रति मुहूर्त देवे। केते बड़े शांति रखे देवेनि। अकस्मात आज नख दर्ज हो तो कल कान दर्ज हम,
କେତେବେଳେ ଅଣ୍ଟା ଦରଜ ହେବ, ଛାତି ଦରଜ ହେବ, ଜ୍ୱର କେତେବେଳେ, କାଶ କେତେବେଳେ। ତେଣୁ ଏଇ କନ୍ୟା ରାଶିର ଲୋକମାନେ ମୁଖ୍ୟତଃ ଗଣେଶଙ୍କୁ ପୂଜା କରିବେ। କେମିତି ପୂଜା କରିବେ? ଅରୁଆ ଚାଉଳ 2ଟା, ଦୁବ 2ଟା ଗଣେଶଙ୍କୁ ଦେଇ କହିବେ ଓಂ ଗଂ ଗଣପତେ ନମଃ। ଓಂ ଗଂ ଗଣପତେ ନମଃ କହିବେ, 20ଟି ଦୁବ ତୋଳିବେ, 20ଟି ଅରୁଆ ଚାଉଳ ଦେବେ। ପ୍ରତିଦିନ ଗଣେଶଙ୍କୁ ସେ ପୂଜା କରିବେ ବୋଇଲେ କେତୁ କୁପ୍ରଭାବ ରକ୍ଷା ପାଇବେ। ନହେଲେ ସାପ ସେ ଦେଖିବେ ସତ୍ୟରେ, ସ୍ୱପ୍ନରେ, ଘରେ ବାହାରେ। ତେଣୁ କନ୍ୟା ସାବଧାନ ରହିବେ। ସପ୍ତମରେ ଯେହେତୁ ରାହୁ ଅଛନ୍ତି, ସେ ରାହୁକୁ ସନ୍ତୁଷ୍ଟ କରିବା ପାଇଁ କଳା କୁକୁରକୁ କିଛି ଖାଦ୍ୟ ଦେବେ, ଯେଉଁ ଖାଦ୍ୟ ଅଇଠା ହେଇନଥିବ। ବିଶେଷ କରି ରାତିରେ ଶୋଇଲା ବେଳେ 2 ପଟ ରୁଟି ନିଜ ତକିଆ ତଳେ ରଖିବେ। ସକାଳକୁ ସେଇ ରୁଟି 2 ପଟକୁ ଯଦି ଛିଣ୍ଡେଇ ବାହାରେ କୁକୁରକୁ ଖାଇବାକୁ ଦେଇଦେବେ, ତାର ଆଉ ଶାନ୍ତି ମିଳିବ, ଅର୍ଥାତ୍ ରାହୁ କବଳରୁ ରକ୍ଷା କିଛି ମିଳିବ। କଳା ଲୋକଙ୍କୁ ଦେଖିଲେ ଆଦର କରିବେ ଆଉ ତାଙ୍କୁ ମଧ୍ୟ ଶକ୍ତି ମୁତାବକ ଖାଇବାକୁ ଦେବେ। କଳା ଗାଈ, କଳା ଷଣ୍ଢ ତାଙ୍କୁ ମଧ୍ୟ ଯାହା ମିଳିବ ଘାସ, ପତ୍ର, ଫଳ ଦେଲେ ରାହୁ ଆଉ କେତୁ ସନ୍ତୁଷ୍ଟ ହେବେ। ଏବେ ଶନି କୋଣ ଅଛନ୍ତି? କନ୍ୟା, ତୁଳା, ବିଛା, ଧନୁ, ମକର, କୁମ୍ଭ 6ରେ ଅଛନ୍ତି। ଶନି ସନ୍ତୁଷ୍ଟ ଅଛନ୍ତି। 6ଠ ଶନି କେବେ ବି ବ୍ୟକ୍ତିକୁ ଦୁଃଖ ଦିଏନି ଆଉ ବ୍ୟକ୍ତି ଜୀବନରେ ସୁବର୍ଣ୍ଣ ଯୁଗ ଆଣେ, ଆନନ୍ଦ ଆଣିଦିଏ। ଶନି ବିଦାୟ ହେବା ସମୟରେ ଯେତେବେଳେ ସେ କୁମ୍ଭରୁ ବିଦାୟ ନେବେ, ମୀନକୁ ଯିବେ, ସେତେବେଳେ କନ୍ୟା ରାଶିକି ସବୁ ପ୍ରକାର ସୁଖ ଦେଇକି ଯିବେ। ତେଣୁ ଶନି ପାଇଁ ଚିନ୍ତା ନାହିଁ। କିନ୍ତୁ ବୃହସ୍ପତି ମେଷରେ ଅଛନ୍ତି। କନ୍ୟା, ତୁଳା, ବିଛା, ଧନୁ, ମକର, କୁମ୍ଭ, ମୀନ, ମେଷ ଅଷ୍ଟମସ୍ଥ ଯେକୌଣସି ଗ୍ରହ ବ୍ୟକ୍ତିକୁ ବହୁତ ପୀଡ଼ା ଦେଇଥାଏ। ତେଣୁ ବୃହସ୍ପତି ତରଫରୁ ମଧ୍ୟ ଯନ୍ତ୍ରଣା ଆସିବ। ଶାରୀରିକ, ମାନସିକ, ଆର୍ଥିକ, କାୟିକ, ସାମାଜିକ ଏ ସମସ୍ତ ସମସ୍ୟା ସୃଷ୍ଟି ହେବ। ତେଣୁ କୌଣସି ଗୌରବର୍ଣ୍ଣର ବ୍ରାହ୍ମଣକୁ ଦେଖିଲା ମାତ୍ରେ ପ୍ରଣାମ କରିବେ, ତାଙ୍କଠୁ ଆଶୀର୍ବାଦ ନେବାକୁ ଚେଷ୍ଟା କରିବେ। ଯଦି ପାରିବେ ତାଙ୍କୁ କୌଣସି ହଳଦିଆ ବା ଲାଲ ଖାଦ୍ୟ ଖାଇବାକୁ ଦେବେ, ପାଚିଲା କଦଳୀ, ଗୋଲାପଜାମୁ ଇତ୍ୟାଦି, ଚେରି, ଖଜୁରୀ କୋଳି ଦେଲେ ଭଲ ହେବ। କେବେ ବି କୌଣସି ଗୋରୁ, ସେ ବାଛୁରୀ ହେଉ କି ଷଣ୍ଢ ହେଉ, ଆଉ ବ୍ରାହ୍ମଣ ଗୋରୁଙ୍କ ପ୍ରତି ଅବିଚାର କରିବେନି। ଯେତେବେଳେ ଆମକୁ ଦେଖିବେ ପ୍ରଣାମ କରିବେ, ପାରିବେ ତ ସତ୍ୟବତା ଖାଇବାକୁ ଦେବେ, ତାଙ୍କ ସହିତ ମଧୁର ଆଳାପ କରିବେ, ଗୋରୁକୁ ପିଟିବେନି କୌଣସି ପ୍ରକାରରେ ବି। ହେଲେ ଏ ରାଶି ପାଇଁ ବିପଦ ଆହୁରି ମାଡ଼ି ଆସିବ। ଏ ଗଲା କନ୍ୟା। ଆଉ କନ୍ୟା ରାଶି ଲୋକମାନେ ନିୟମିତ ଭାବରେ ଏଇ କଳା, ସବୁଜ, ବାଇଗଣୀ ଏଇଭଳି ପ୍ରକାର ବସ୍ତ୍ର ବ୍ୟବହାର କରିବେ। ହଳଦିଆ, ଧଳା, ଲାଲ ଏ ବସ୍ତ୍ର ବ୍ୟବହାର କରିବେ ନାହିଁ। ଏ ବସ୍ତ୍ର ବ୍ୟବହାର କଲେ ତାଙ୍କର ବିକାଶରେ ବାଧା ସୃଷ୍ଟି ହେବ। କନ୍ୟା ରାଶି ପାଇଁ ମଙ୍ଗଳଙ୍କର କାର୍ଯ୍ୟ ହେବ। ବୁଧ ସନ୍ତୁଷ୍ଟ କେମିତି ହେବେ ସେଥିପାଇଁ କି ବୁଧଙ୍କର କବଚ ଆଉ ସ୍ତୋତ୍ର, ଆଗେ କବଚ ପଢ଼ିବେ ସକାଳେ ଆଉ ତାପରେ ସ୍ତୋତ୍ର ପଢ଼ିବେ। ପ୍ରତିଦିନ ବୁଧଙ୍କର କବଚ ଆଉ ସ୍ତୋତ୍ର ପଢ଼ିଲେ ବୁଧ ସନ୍ତୁଷ୍ଟ ହେବେ। ବୁଧ ସନ୍ତୁଷ୍ଟ ହେଲେ କନ୍ୟା ରାଶିର ମଙ୍ଗଳ ହେବ। ରାଶି ଯଦି ଖୁସି ଅଛି ମାନେ ଅନ୍ୟାନ୍ୟ ଗ୍ରହମାନେ ପୀଡ଼ା ଦେଇପାରିବେନି। ଆଉ ଗୋଟେ କଥା ହେଲା, ବୁଧ ବିଷ୍ଣୁଙ୍କୁ ଭଲ ପାଆନ୍ତି। ଆମେ ଯଦି ଏ କନ୍ୟା ରାଶି ଲୋକମାନେ ଯଦି ପାରିବେ ପାଖରେ ଥିବା ବିଷ୍ଣୁ ମନ୍ଦିର, ରାମ ମନ୍ଦିର, ଜଗନ୍ନାଥ ମନ୍ଦିରରେ ଉପସ୍ଥିତ ହେଇ ସେଇଠି ଆଞ୍ଚେଇ କରି ପ୍ରଣାମ କରି ବା ପେଟେଇ ପ୍ରଣାମ କରି ଓಂ ନମୋ ଭଗବତେ ବାସୁଦେବାୟ କୃଷ୍ଣାୟ ଗୋବିନ୍ଦାୟ ଗୋପୀଜନ ବଲ୍ଲଭାୟ ନମଃ। ଓಂ ନମୋ ଭଗବତେ ବାସୁଦେବାୟ କୃଷ୍ଣାୟ ଗୋବିନ୍ଦାୟ ଗୋପୀଜନ ବଲ୍ଲଭାୟ ଏ ମନ୍ତ୍ରକୁ ସେଠି ପାଠ କରିବେ ଅତି ଶ୍ରଦ୍ଧାରେ, ଭକ୍ତିରେ, ଅତି କମରେ 21 ଥର। ଏବଂ ରାହୁଙ୍କର କୁପ୍ରଭାବରୁ ରକ୍ଷା ପାଇବା ହେଲେ ଓಂ ହଂ ହନୁମତେ ନମଃ, ଓಂ ହଂ ହନୁମତେ ନମଃ ଏ ମନ୍ତ୍ର ମଧ୍ୟ ଆମେ ପଢ଼ିବା। କନ୍ୟା ରାଶି ଲୋକମାନେ ସନ୍ଧ୍ୟାବେଳେ 11 ଥର, ସକାଳେ 11 ଥର ଓಂ ହଂ ହନୁମତେ ନମଃ। ଯଦି ପାରିବା ରାମ ମନ୍ଦିର ବା ଶିବ ମନ୍ଦିର ହନୁମାନ ମନ୍ଦିର ଯାଇପାରିବା, ନ ଯାଇପାରିବା ଘର କଥା କରିବା।
ତେଣୁ ରାହୁ କେତୁ ବୃହସ୍ପତି କବଳରୁ ରକ୍ଷା ପାଇବା ପାଇଁ ଉପାୟ ବତେଇଦେଲି। ଏ ଉପାୟକୁ ଅବଲମ୍ବନ କଲେ କନ୍ୟା ରାଶି ସୁଖ ପାଇବେ, ତା ନହେଲେ ଦୁଃଖ ଆସିବ। ମନେ ରଖ। ରହିଲି, ନମସ୍କାର।